ସତରେ କ'ଣ ଏଭଳି ଶ୍ରଦ୍ଧା ଲୋକଙ୍କ ଏ ଯୁଗରେ ଲୋକଙ୍କ ମନରେ ଏଭଳି ଜଗନ୍ନାଥ ପ୍ରତି ଶ୍ରଦ୍ଧା ଅଛି ବୋଲି ଆମେ ଆସି ପହଞ୍ଚିଛୁ କୋରେଇ ନିର୍ବାଚନ ମଣ୍ଡଳୀ ପରମାନନ୍ଦପୁରରେ, ଯିଏକି ଆଜକୁ 36 ବର୍ଷ ହେଲା ଏଭଳି ଏକ ପ୍ରୟାସ ଜାରି ରଖିଛନ୍ତି। ତାଙ୍କର ମାନସିକ କୌଣସି ମାନସିକ ପୂରଣ କରିବା ପାଇଁ ତାଙ୍କର ପ୍ରୟାସ ଜାରି ରଖିଛନ୍ତି ଏବଂ ଏହାରି ଭିତରେ 20 ଜଣିଆ ଟିମ୍ ତାଙ୍କର ଚାଲି ଚାଲିକି ଖାଲି ପାଦରେ ଯାଇ ପୁରୀରେ ଜଗତର ନାଥ ଜଗନ୍ନାଥଙ୍କୁ ଦର୍ଶନ କରନ୍ତି। ଦେଖିବା ପଚାରି ବୁଝିବା କିଭଳି ଭାବେ ତାଙ୍କର ଏହି ପ୍ରୟାସ କେତେ ଦିନ ଆଉ ଜାରି ରଖିବେ। ଆଜ୍ଞା ସ୍ୱତନ୍ତ୍ର ନ୍ୟୁଜ୍ ମୋର ସ୍ୱାଗତ ନମସ୍କାର। ଆମ ଘର କୋରେଇ ବ୍ଲକ ପଛିଗୋଟ ପଞ୍ଚାୟତ ପରମାନ୍ଦପୁର। ନାଁ ମୋର ପୀତାମ୍ବର। ଆମେ 36 ବର୍ଷ ଦୀର୍ଘ 36 ବର୍ଷ ହେଲା ପଦଯାତ୍ରାରେ ଚାଲି ଚାଲି ଠାକୁରଙ୍କ ପାଖକୁ ମହାବାବୁଙ୍କ କତିକି ମଣିମା କତିକି ଯାଉଛୁ। ଆଉ କେତେ ଦିନ ତାଙ୍କ ବିନା ମୁଁ କିଛି କହିପାରିବୁ କ'ଣ ଆପଣ ଏଭଳି କିଛି ଗୋଟେ ଏଭଳି କାହିଁ ଚିନ୍ତାଧାରା ଆପଣଙ୍କ ମନ ରହିଲା? କ'ଣ ଆପଣ ଚିନ୍ତାଧାରା? ମୋ ଜଗନ୍ନାଥଙ୍କର ପ୍ରଭୁ କୃପା ହେଲେ ସବୁ ସଂସାର ଆମେ ସବୁ ଭଲ କେମିତି ସବୁ ଇଏ ହେଲା। କ'ଣ ଆଉ କେତେ ଦିନ ରଖିବେ ବୋଲି? ଆଜ୍ଞା ହାତ ଗୋଡ଼ ପାରୁଥିଲା ପର୍ଯ୍ୟନ୍ତ ସମସ୍ତେ। ଆମ ଘର ପରମାନନ୍ଦପୁର ରଗଡ଼ି। ଆମେ ଆଜିକି ମୋର 14-15 ବର୍ଷ ହେଇଯିବ ଚାଲି ଚାଲି ଯିବାର। ଏମିତି ଚାଲୁ ଚାଲୁ ଯାଉଥିମି ଯେତେ ଦିନ ପ୍ରଭୁ ନେଉଥିବେ ଆଉ। ଜୟ ଜଗନ୍ନାଥ। ଆଜ୍ଞା ମହାପ୍ରଭୁ ଏଠି କହ ସେ ନେଉଛନ୍ତି ଆଜ୍ଞା 18 ବର୍ଷ 20 ବର୍ଷ 25 ବର୍ଷ ଚାଲିଛୁ। କୋରେଇ ବ୍ଲକ ପରମାନନ୍ଦପୁରରୁ ମୁଁ କହୁଛି ଆଜ୍ଞା। ମୁଁ ଚାଲି ପଦଯାତ୍ରାରେ ଦୀର୍ଘ 25-26 ବର୍ଷ ହେଲା ଚାଲୁଛି। ମୋର ଗୁରୁ ଭାଇ ମାନେ 35-36 ବର୍ଷ ହେଲା ଚାଲିଛନ୍ତି। ଏ ଜଗନ୍ନାଥଙ୍କ କୃପା, ଜଗନ୍ନାଥ କରୁଣା, ଏ ଜଗତର ନାଥ ଜଗନ୍ନାଥ ବନ୍ଧୁ ମହାନ୍ତିର ସଂସ୍କୃତି ଯାଜପୁର ଜିଲ୍ଲା ଆଜି ଉଚ୍ଛନ୍ନ କରୁଛି, ମନ ପ୍ରାଙ୍ଗଳ କରୁଛି, ପାଦ ଆଗକୁ ବଢ଼ି ଯାଉଛି ଏ ଜଗନ୍ନାଥଙ୍କ ସଡ଼କରେ। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ଦେଖିଲେ କିଭଳି ଭାବେ ତାଙ୍କର ପ୍ରତିକ୍ରିୟା ରହିଲା ଏବଂ ତାଙ୍କର ସେ କହିବା କଥା କି ଗୋଡ଼ ହାତ ଚାଲି ଥିବା ପର୍ଯ୍ୟନ୍ତ ସେ ପ୍ରଭୁ ଶ୍ରୀ ଜଗନ୍ନାଥ ଜଗତର ନାଥ ଜଗନ୍ନାଥଙ୍କୁ ଦର୍ଶନ କରିବାକୁ ଯିବା। ଦେଖିବା ଆଗକୁ ବାକି ରହିଲା କେତେ ଦିନ ସେ ତାଙ୍କର ପ୍ରୟାସ ଜାରି ରଖୁଛନ୍ତି। କୋରେଇରୁ ଶେଖ୍ ଜାହିଦଙ୍କ ରିପୋର୍ଟ, ସ୍ୱତନ୍ତ୍ର ନ୍ୟୁଜ୍।